सुनाटा परा ना 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 कान्ना देना कान्ना नासुना कान्ना तो बापा जाइछंती जे जाइछंती तू आड़े गले जे आज को प्राय 2 वर्ष बीती गला ना 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 सुना मो धनटा परा कान्ना तो बापा आसबे बापा तो बापा निश्चय आसबे हेले मो पोड़ा मुहीटा किछु टंका पैसा पाई कहीदेली जे आज को प्राय 2 वर्ष हो गला केबे आसबे अपेक्षा करी करी आ रही होउनी हाँ रही होउनी तो सुनाट परा तू कांदा कोले आज मो चंद्रमा हसी बखेली बम कोले आज मो चंद्रमा हसी बखेली बम कोले आज मो चंद्रमा पाइछि जीवने आज मो ताकू पाइछि जीवने आज मो ताकू से ढाली बेला मो कोलकू रारारू 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 भाभी मो नाचिली जीवने मोहरा धरी दिले मो हाथ चांदकू भाभी मो नाचिली जीवने मोहरा धरी दिले मो हाथ चांदकू के करि पारे आनो भगवान सोनो धरियाणी देला मो कोलकू भाभी मो नाथिनी जीवने मोर भाभी मो नाथिनी जीवने मोर रोहित पादे कोटि प्रणाम ताकू रारारू 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 मो सुनाट परे ना दरे ना तू कान ना सुना ना ना तू जदि एमती कांदिबू मु धैर्य धर हेई पारिबिनी तो बापा कुआडे जाइछंती जे जाइछंती से आसिले तो पाई केते कोन आनी देबे तो पाई धन कंठेई आनी देबे खाइबा तरब आनी देबे हेले धन तू एमती कांदिले मो धैर्य धर हेई पारिबिनी मा हाँ एई गरीब घरे आ कोन अछि मा किछि तो नाही तो बापा आसिले से निश्चय आनी देबे हाँ कांदा धन कांदा आसिले कौन आसी गलेनी किए तुम्हें सतरे तमे मते चिन्हि पारुन ना आलो सुरमा सतरे कौन तमे मते चिन्हि पारुन तुम अरे मु तुम स्वामी अरे तमे जदि स्वामी हंता मोर ताहले तुमर एते लंबा दाढ़ी केस केते लंबा तमे काहे मोर स्वामी हेबो जे हो सही कथा माने मो ए निश दाढ़ी देखी तमे सतरे मते चिन्हि पारु नथुल ना ना ए मु ही तुमर से एकमात्र स्वामी ना कथा देइथिले ना दिने आसीबी सुरमा तम पाखकू आउ एमिति बड़ लोक हे आसीबी देख आज मु आसी जाइछि हेले छाड़ो ए कथा मो घरे कोन हेछि मते टिके कह अरे ये जदि मो स्वामी न होता ताहले मो सुरमा ना बोली केमिति जानि तंता ठीक 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 यही थिबे मोर पति परमेश्वर ठाकुर देवता
ଆମ ଘରେ କ'ଣ ହେଇଛି କି ସୁରମା? ଆମ ଘରେ ଝିଅ ହେଇଛି। ଏଇ ଦେଖୁନ। ନା 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 ଇଏ ମୋ ପରି ହେଇନି ମୁଁ, ଇଏ ତମ ପରି ହେଇଛି। ଦେଖିଲ, ତମ ପରି ଆଖି, ତମ ପରି ଓଠ, କେତେ ମନ ଲୋଭା। ହଉ ହେଲା ବାପା ହେଲା, ଆମ ଦି ଜଣଙ୍କ ପରି ସୁନ୍ଦର ହେଇଛି। ହେଲେ ଧନ, ହଁ, ଏ ଯେ ଶିଶୁର ନାମ ବୋଧେ ତୁଳସୀ ରଖିଛ? ଆରେ ମୋ ଝିଅର ନା ତୁଳସୀ ବୋଲି ତମେ କେମିତି ଜାଣିଲ? ଆରେ କେମିତି ଜାଣିବିନି ଯେ, ତମେ ପରା ତ ଗୋଟାଏ ପଦକ ପିନ୍ଧେଇଛ ତା ତଣ୍ଟିରେ, ଆଉ ପଦକରେ ଲେଖି ଦେଇଛ ତୁଳସୀ ବୋଲି। ଆରେ ବାବା, ଠିକ 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 ଠିକ, ମୋ ଝିଅର ନାଁ ତ ତୁଳସୀ। ହେଲେ ଏ ସୁରମା, ହଁ, ଏଇ ରଖ ଟଙ୍କା କେଇଟା ଆଣିଛି? ଏତେ ଗୁଡ଼ାଏ ଟଙ୍କା କୋଉଠୁ ପାଇଲ? ଏତେ ଗୁଡ଼ାଏ ଟଙ୍କା ଏହା କିଛି ନୁହଁ ମ। ତମେ ଚୋରି କରିଛ ନା ଡକାୟତି କରିଛ? ପୁଣି ସନ୍ଦେହ, ପୁଣି ସନ୍ଦେହ। ଆରେ ପ୍ରତ୍ୟେକ ସ୍ତ୍ରୀ ସ୍ୱାମୀ ମାନଙ୍କୁ ଏମିତି ସନ୍ଦେହ ହିଁ କରୁଥାନ୍ତି। ସୁରମା, ହଁ, ମୁଁ ଯେଉଁଦିନ ଗରିବୀ ଥିଲି ସେ ସମୟରେ ବି ତମେ ମୋତେ ସନ୍ଦେହ କରୁଥିଲ, ଆଉ ଆଜି ବଡ଼ ଲୋକ ହେଇକି ଫେରିଛି ବୋଲି ସନ୍ଦେହ କରୁଛ। ଭଲ ଭାବରେ ଜାଣିଛ ତମ ସ୍ୱାମୀକୁ, ସେ ଚୋରି କି ଡକାୟତି କେବେ କରେନି। ତାହେଲେ କଣ କରୁଛ? ହ୍ୟାଲୋ ଏ ସୁରମା, ହଁ, ଖାଲି ଏତିକି ଜାଣିଥାଅ, ଏମିତି ଟଙ୍କା ବିଡ଼ା ବିଡ଼ା ଆସୁଥିବ ଆମ ଘରକୁ। ହେଲେ ମୋ ଛୁଆକୁ ଟିକେ ମୋତେ ଦିଅ। ହଁ, ହ୍ୟାଲୋ ଏ ସୁରମା, ହଁ, କଣ କି ସୁରମା, ହଁ, ତମେ ଯଦି ଥରେ ହଁ କହିଦିଅନ୍ତ, ହୁଁ, ମାନେ ମୋର କହିବା କଥା ଇଏ ଯେ ତମେ ଆଉ ମୁଁ ଯଦି ଚାହିଁବା, ହଁ, ତାହେଲେ ପୁଣି ଥରେ ଆମେ ଶିଶୁପୁତ୍ରୀ ଜନ୍ମ କରିପାରିବା। ହଁ, ଏଇଟା ତ ଦୁନିଆର ରୀତି। ହେଲେ ମୁଁ କ'ଣ କରୁଛି କି, ଗୋଟେ ଶିକ୍ଷାର ଅଧ୍ୟୟନ କରୁଛି, ହଁ, ଆଉ ସେଇଠି ମୋତେ ବିଶାଖା ନକ୍ଷତ୍ରରେ ଜନ୍ମ ହୋଇଥିବା ଗୋଟାଏ ମଣିଷ ଦରକାର। କଣ ପାଇଁ? ଆଉ ମୁଁ ଦେଖିବାକୁ ପାଉଛି ମୋ ଘରେ ହିଁ ସେଇ ଝିଅ ଜନ୍ମ ହେଇଛି। ମୋ ଝିଅଟା ଲକ୍ଷ୍ମୀବନ୍ତୀ। ସୁରମାଲୋ, ସେ ଝିଅକୁ ଯଦି ତମକୁ ଦେଇ ଦିଅନ୍ତ ତାହେଲେ ବହୁତ ଭଲ ହୁଅନ୍ତା। এই ঝিଅକୁ ନେଇ ତମେ କଣ କରିବ? বলি ଦେଇଦେବି। ନା, ଚିନ୍ତା କରନ୍ତୁ ସୁରମା, ମନା କରନ୍ତୁନି। ଥରେ ଯଦି ହଁ କହିଦେଉଛ ତାହେଲେ ତମେ ଆଉ ମୁଁ ଏ ଦୁନିଆର ସବୁଠାରୁ ଧନୀମାନ ବ୍ୟକ୍ତି ହେଇଯିବୁ। ହଁ କରିଦିଅ ସୁରମା, ତମେ ବୁଝିପାରୁନ ମୁଁ କ'ଣ କହିବାକୁ ଯାଉଛି। ଏମିତି ଶିଶୁପୁତ୍ର ଆଉ ଥରେ ଆମେ ଜନ୍ମ କରିପାରିବା। ନା, ତମେ ଆଉ ମୁଁ ଯଦି ଇଚ୍ଛା କରିଦେଲି, ହେଲେ ସୁବର୍ଣ୍ଣ ସୁଯୋଗ ଯେତେବେଳେ ଆସିଅଛି, ସୁଯୋଗ ବାରମ୍ବାର ଆସେନି ସୁରମା। ଶିଶୁପୁତ୍ର ମୋତେ ଦେଇଦିଅନ୍ତୁ। ନା ମୁଁ ଦେବିନି। ଦିଅ ସୁରମା, ନା, ଯିବାକୁ ଚେଷ୍ଟା କର ଧନ। ଏ ତମେ ଶୁଣ, ତମେ ବାପ ନା କଂସେଇ ମୋ। କେମିତି ବୁଝିବ ତମେ? ମୋର ଅତୀତକୁ ଦେଖ। ଯେତେବେଳେ ଆମେ ଗରିବ ଥିଲୁ, ଏ ସମାଜରେ ଆମକୁ କେହି ପଚାରୁ ନଥିଲେ। ଆସିଅଛି ସେ ସୁବର୍ଣ୍ଣ ସୁଯୋଗ ସୁରମା, ମୋତେ ଟେକି ଦିଅ ସେଇ ଶିଶୁପୁତ୍ର। ନା, ଏଇଟା ଅସମ୍ଭବ। ତମେ ବାପା ହେଇ ଏମିତି କହିପାରିଲ କାହିଁକି? କେମିତି? ତମର ଜୀବ ଚିନ୍ତିଗଲାନି କେମିତି? ସୁରମା, ବୁଝିବାକୁ ଚେଷ୍ଟା କର ସୁରମା। ଏମିତି ସୁଯୋଗ ବାରମ୍ବାର ଆସେନି। ଦିଅ, ମୋତେ ସେ ଶିଶୁକୁ ଦେଇଦିଅ ସୁରମା। ଦରକାର ନାହିଁ ତୁମର ଏଇ ଘର ସମ୍ପତ୍ତି ନିଅ। ସୁରମାଲୋ, ଲକ୍ଷ୍ମୀ ଯେତେବେଳେ ଘରକୁ ଆସୁଛି ତାକୁ ଏଡ଼େଇ ଦିଅ ନା। ମୋ ଝିଅ ବି ଠିକ୍ ନକ୍ଷତ୍ରରେ ଜନ୍ମ ହେଇଛି, ଲକ୍ଷ୍ମୀବନ୍ତୀ ମୋ ଝିଅ। ତମ ଲକ୍ଷ୍ମୀବନ୍ତ ହେଉ ପାଇଲେ, କିନ୍ତୁ ମୁଁ ଏ ଝିଅକୁ ବଳି ଦେବା ପାଇଁ ଦେବିନି। ତମେ ବୁଝିପାରିବନି ସୁରମା, କିଛି କଥା ନାହିଁ। ଗୋଟାଏ ଶିଶୁ ତ ଆମେ ବଲି ଦେବା, ପୁଣି ଆଉ ଥରେ ଜନ୍ମ ହେବ।
चिंता करो सुरमा तमे आउ मु ए दुनियार सबुठारु धनीमान व्यक्ति हेबाकु जाउछु दियो सुरमा शिशुपुत्र को मत दियो जी आकु देबिनी मते मु जबरदस्त नहीं जीबी सुरमा देवकी कादुची देखा पाहुनी पाहुनी दुनियाटा सठ परा Naga, 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 naga sahatila, naga pasare, 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 naga sahatila. बुझेबी सुरमा तुमको एमती सुजोग कौन बारंबार आसे थरुटे आसी लक्ष्मी आम घर को ताकू कहीं मना करुच बुझी जाओ धन नचत मु चलिली ମୋ ଝିଅ କୁଆଡ଼େ ଗଲା ମୋ ଝିଅ କୁଆଡ଼େ ଗଲା ମୋ ଝିଅ କୁଆଡ଼େ ଗଲା ନା ମୁଁ କିଛି ଜାଣିପାରୁନି ହେ ଭଗବାନ ସମୟ
ଜାଣିଛୁ ମୋ ଝିଅ ଏଇଠି ଥିଲା ହଁ ମୋ ଝିଅ ଏଇଠି ଥିଲା ଚାଲିଗଲା ନା 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 ମୋ ଝିଅ ଆସିବ ମୋ ଝିଅ ନିଶ୍ଚୟ ଆସିବ ନା ନା ମୋ ଝିଅ ଏଇ ଜଗନ୍ନାଥ ମହାପ୍ରଭୁ ପାଖକୁ ଯାଇଥିବ ହଁ ହଁ ଏଇ ଜଗନ୍ନାଥ ପ୍ରଭୁକୁ ଦର୍ଶନ କରିବାକୁ ଯାଇଥିବ ନା 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 ମୋ ଝିଅ ଯାଇଛି ତା ସାଙ୍ଗ ସହିତ ଖେଳିବାକୁ ହଁ ହଁ ତା ସାଙ୍ଗ ସହିତ हे भगवान ମୋ ଝିଅକୁ କିଏ ନେଇଗଲା ନା ମୋ ଝିଅ କୁଆଡ଼େ ଗଲା ମୁଁ ତାକୁ ଖୋଜିକି ଆଣିବି ହଁ ଖୋଜିକି ଆଣିବି